ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓ। ଦର୍ଶକ ବନ୍ଧୁ, ଚାଷୀ ଭାଇ ମାନଙ୍କ ପାଇଁ ଗୋଟେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣମାନେ ଏତେ ପର୍ଯ୍ୟନ୍ତ ଧାନ ମଣ୍ଡି ପଞ୍ଜୀକରଣ କରିଛନ୍ତି ଏବଂ ଧାନ ମଣ୍ଡି ପଞ୍ଜୀକରଣ କରିସାରିଲା ପରେ ଆପଣମାନେ ଏଗ୍ରିଷ୍ଟିକ୍ ଆଇଡି ଦେଇନାହାନ୍ତି, ତ ସେଟା ଏଗ୍ରିଷ୍ଟିକ୍ ଆଇଡି ଆପଣ କେବେ ଦେବେ ଏବଂ କୋଉ ମାସ ସୁଦ୍ଧା ଆପଣଙ୍କୁ ଦେବା ପାଇଁ ପଡିବ, ତ ସେଟା କି ଯାହାକି ମୁଁ ଭିଡିଓରେ ଆପଣଙ୍କୁ କହିବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣ ଭିଡିଓରେ ନୂଆ ଅଛନ୍ତି, ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜଣାଇ ଭୁଲନ୍ତୁ। ଯଦି ଆପଣ ଫେସବୁକ୍ ପେଜକୁ ଫଲୋ କରୁଛନ୍ତି, ଫେସବୁକ୍ ପେଜ ନାଁ ହେଉଛି ଲିଖୁନ୍ ଏକ୍ସପ୍ରେସ୍। ଗୋଟେ ଆପଣ ସର୍ଚ୍ଚ କରିଦେଲେ ଆପଣଙ୍କ ଫେସବୁକ୍ ପେଜ ପଳେଇ ଆସିବ ଏବଂ ସେଠିକି ଆପଣ ମଧ୍ୟ ଫଲୋ କରିପାରିବେ। ତ ଚାଲନ୍ତୁ ଡେରି ନକରି ଭିଡିଓ ଷ୍ଟାର୍ଟ କରିବା। ଭିଡିଓ ଫାର୍ଷ୍ଟ ଦେଖନ୍ତୁ, ଆପଣ ଗୋଟେ ଡିଟେଲ୍ସ ବୁଝିପାରିବେ। ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଥିବେ ବର୍ତ୍ତମାନ ଆମର ସବୁ ସମିତି ବା ଆମର ସୋସାଇଟିରେ ସବୁ ଧାନ ପଞ୍ଜୀକରଣ ଅଲରେଡି ଷ୍ଟାର୍ଟ ହେଇଯାଇଛି। ଧାନ ପଞ୍ଜୀକରଣ ଅଲରେଡି ଆମର ଅଗଷ୍ଟ ମାସ 6 ତାରିଖରୁ ଷ୍ଟାର୍ଟ ହେଇଛି, ଯାହାକି ଆପଣଙ୍କର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଲାଷ୍ଟ ଡେଟ୍ ଯାଇଥିଲା। ତା ମଧ୍ୟ କୁହାଯାଇଥିଲା କି ଆପଣଙ୍କର ଯଦି ସମୟ ସୀମା ଯଦି ଆପଣଙ୍କୁ ବଢେଇବା ପାଇଁ ସମସ୍ତେ ଡିଷ୍ଟ୍ରିକ୍ଟ ଆଇଡି ନ କରିପାରିବେ, ତାହେଲେ ସମସ୍ୟା ଆହୁରି ବଢାଯିବ। ତ ବର୍ତ୍ତମାନ ଗୋଟେ ସମସ୍ୟା ରହୁଛି, ଯଦି ଆପଣମାନେ ଧାନ ପଞ୍ଜୀକରଣ କରିଦେଉଛନ୍ତି ଏବଂ ଆପଣମାନେ ଏଗ୍ରିଷ୍ଟିକ୍ ଆଇଡି ଯୋଉଟା ଅଛି, ଏଗ୍ରିଷ୍ଟିକ୍ ଆଇଡି ଯଦି ଆପଣ ନ ଦେଉଛନ୍ତି, ତାହେଲେ ଆପଣଙ୍କର ଧାନ ଟୋକନ ଆସିବାର ଅଛି, ସେ ଟୋକନ ଆପଣମାନଙ୍କର ଆସିବ ନାହିଁ। ଯଦି ଆପଣଙ୍କୁ କହିବେ, ଦେଖନ୍ତୁ ଗୋଟେ ଖବର କାଗଜ ମୁଁ ଦେଖନ୍ତୁ, ଆପଣଙ୍କର ଏଠି ଲେଖା ହେଇଛି ଯେ 2026-27 ଖରିଫ ଧାନ କିଣା ପାଇଁ ପଞ୍ଜୀକରଣ ଆରମ୍ଭ ଅଲରେଡି ହୋଇଯାଇଛି ଏବଂ କୃଷକ ପଞ୍ଜୀକରଣ ଆଇଡିକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ତ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମଧ୍ୟ ସୁନ୍ଦର ପତ୍ର ପଞ୍ଜୀକରଣ ଏଗ୍ରିଷ୍ଟିକ୍ ଆଇଡିର ଆବଶ୍ୟକତା ନାହିଁ। ବର୍ତ୍ତମାନ ଯଦି ଆପଣ ପଞ୍ଜୀକରଣ କରୁଛନ୍ତି, ତାହେଲେ ଆପଣଙ୍କ ଏଗ୍ରିଷ୍ଟିକ୍ ଆଇଡି ଆବଶ୍ୟକତା ନାହିଁ। କିନ୍ତୁ ବିନା ଏଗ୍ରିଷ୍ଟିକ୍ ଆଇଡିରେ ଆପଣ ପଞ୍ଜୀକରଣ ମଧ୍ୟ କରିପାରିବେ ବୋଲି ଲେଖା ହେଇଛି ବର୍ଷା ମାଧ୍ୟମରେ। ଧାନ ଟୋକନ ନେବା ପୂର୍ବରୁ ଆଇଡି ସଂଗ୍ରହ କରିନିଅନ୍ତୁ। ମାନେ ଆପଣ ଧାନ ଟୋକନ ଯେତେବେଳେ ଆପଣ ପଞ୍ଜୀକରଣ କରୁଛନ୍ତି, ଯେତେବେଳେ ଧାନ ଟୋକନ ପାଇବା ପାଇଁ ଯିବେ ଆପଣ ସମିତି ସଭ୍ୟକୁ, ତ ସେଥିପାଇଁ ଆପଣ କହିବ ଆପଣ ଟୋକନ ପାଇବା ପୂର୍ବରୁ ଆପଣଙ୍କୁ ଏଗ୍ରିଷ୍ଟିକ୍ ଆଇଡି ରହୁଛି, ସେ ଏଗ୍ରିଷ୍ଟିକ୍ ଆଇଡି ଆପଣଙ୍କୁ ଦେବା ପାଇଁ ପଡିବ। ଯଦି ଆପଣ ଏଗ୍ରିଷ୍ଟିକ୍ ଆଇଡି ନ ଦେଉଛନ୍ତି, ତାହେଲେ ଆପଣମାନଙ୍କର ଧାନ ଟୋକନ ଆସିବ ନାହିଁ। ନାମ ପଞ୍ଜୀକରଣ ସମୟରେ ଆଇଡି ପାଇଁ କରିପାରିବେ ଆବେଦନ। ଆପଣ ଯଦି ଆପଣ ପଞ୍ଜୀକରଣ କରୁଛନ୍ତି, ତାପରେ ସେଇ ଟାଇମରେ ମଧ୍ୟ ଆପଣଙ୍କର ଯୋଉ ଏଗ୍ରିଷ୍ଟିକ୍ ଆଇଡି ଅଛି, ସେ ଏଗ୍ରିଷ୍ଟିକ୍ ଆଇଡି ଆପଣମାନଙ୍କୁ ବନାଇବା ପାଇଁ ପଡିବ। ଜମି ପଟ୍ଟା ଦେଲେ 2 ଦିନ ଭିତରେ ଚାଷୀଙ୍କୁ ମିଳିଯିବ ଆଇଡି। ଆପଣଙ୍କୁ ଆମର ଯୋଉ ଏଗ୍ରିଷ୍ଟିକ୍ ଆଇଡି ବନାଇବା ପାଇଁ ହେଲେ ଆପଣଙ୍କ ଜମି ପଟ୍ଟା ଆବଶ୍ୟକ, ଯୋଉଟା କି ନିଜ ନାମରେ ଥିବା ଦରକାର। ତ ସେଇ ଜିନିଷଟା ଆପଣଙ୍କର ଦେଲେ ଆପଣ ଆଇଡି ବନେଇ ପାରିବେ। ସବୁ ଚାଷୀଙ୍କ ଠାରୁ କିଣାଯିବ ଧାନ, ସରକାର କରୁଛନ୍ତି ବ୍ୟବସ୍ଥା। ସେଇଟା ମୁଁ ଆପଣଙ୍କ ଡିଟେଲ୍ସ ବୁଝେଇଦେବି। ଦେଖନ୍ତୁ, ପ୍ରଥମେ ଯଦି ଆପଣମାନେ ଏଗ୍ରିଷ୍ଟିକ୍ ଆଇଡି ବନେଇବା ପାଇଁ ଯାଉଛନ୍ତି, ତାହେଲେ ଆପଣଙ୍କୁ ଯୋଉ ଡକୁମେଣ୍ଟ ସବୁ ଆବଶ୍ୟକ ରହୁଛି, ସେ ଡକୁମେଣ୍ଟ ସବୁ ଆପଣଙ୍କର ଜମିବାଡି ପଟ୍ଟା ଏବଂ ଆପଣଙ୍କର ଆଧାର କାର୍ଡ ରହିଛି, ନିଜ ବ୍ୟାଙ୍କ ଖାତାକୁ ଯାହା ବି ଆପଣଙ୍କ ଡକୁମେଣ୍ଟ ସବୁ ରହିଛି, ସେ ଡକୁମେଣ୍ଟ ନେଇକି ଯିବେ, ଆପଣ ଏଗ୍ରିଷ୍ଟିକ୍ ଆଇଡି ବନେଇଦେବେ। କିନ୍ତୁ ବର୍ତ୍ତମାନ ଆପଣ ଧାନ ରେଜିଷ୍ଟ୍ରେସନ କରୁଛନ୍ତି, ଧାନ ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆପଣଙ୍କୁ ଯୋଉ ଡକୁମେଣ୍ଟ ଆବଶ୍ୟକ ରହିଛି, ଯାହାକି ଆପଣଙ୍କର ଆଧାର କାର୍ଡ ରହିଛି, ଜମିବାଡି ପଟ୍ଟା ରହିଛି, ସାର୍ଟିଫିକେଟ ରହୁଛି, ତା ସହିତ ଆପଣଙ୍କର ଯୋଉ ପାଉତି ରହିଛି, ପାଉତି ଦେବେ। ତା ସହିତ ଆପଣଙ୍କର ବ୍ୟାଙ୍କ ଖାତା ରହିଛି, ବ୍ୟାଙ୍କ ଖାତାରେ ଆପଣଙ୍କର EKYC ଏବଂ ଡିବିଟି ଲିଙ୍କ ଥିବା ଦରକାର, ଯୋଉଟା କି ଆପଣଙ୍କର ଧାନ ବିକ୍ରି ସରିଲା ପରେ ଟଙ୍କା ଆସିବ। ତ ଏଇଟା ସବୁ ଜିନିଷ ଆପଣଙ୍କର ରହିଛି। ତ ଏଠି ତ ଆପଣ ପଞ୍ଜୀକରଣ କରିଦେଲେ, କିନ୍ତୁ ଆପଣଙ୍କୁ ଯୋଉ ପ୍ରଥମ ପକ୍ଷ ଦ୍ୱିତୀୟ ପକ୍ଷ ଯୋଉଟା ଧାନ ଦବାର, ଯଦି ଆପଣ ସେପ୍ଟେମ୍ବର ମାସ ସୁଦ୍ଧା ଆପଣ ଧାନ ଦଉଛନ୍ତି, ତାହେଲେ ଆପଣଙ୍କର ସେପ୍ଟେମ୍ବର ମାସ ପୂର୍ବରୁ, ଠିକ ଅଛି, ମାନେ ସେପ୍ଟେମ୍ବର ମାସ ପୂର୍ବରୁ ଆପଣମାନଙ୍କର ଏଗ୍ରିଷ୍ଟିକ୍ ଆଇଡି ରହିଛି, ସେ ଏଗ୍ରିଷ୍ଟିକ୍ ଆଇଡି ଆପଣଙ୍କୁ ଦେବା ପାଇଁ ପଡିବ, ଯୋଉଟା କି ଆପଣଙ୍କ ସରକାର ତରଫରୁ ଘୋଷଣା ମଧ୍ୟ କରାଯାଏ। ଧାନ ଟୋକନ ଆସିବା ପୂର୍ବରୁ, କାରଣ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାୟତଃ ଆପଣଙ୍କର ଧାନ ଟୋକନ ଆସେ, ତା ପୂର୍ବରୁ ଆପଣଙ୍କୁ ଏଗ୍ରିଷ୍ଟିକ୍ ଆଇଡି ଦେବା ପାଇଁ ପଡିବ। ନଚେତ ଯଦି ଆପଣ ଏଗ୍ରିଷ୍ଟିକ୍ ଆଇଡି ନେଉଛନ୍ତି ସେପ୍ଟେମ୍ବର ମାସ ପୂର୍ବରୁ, ତାହେଲେ ଆପଣମାନେ ଧାନ ଦେଇପାରିବେ ନାହିଁ କି ଧାନ ବିକ୍ରି କରିପାରିବେ ନାହିଁ। ଆପଣଙ୍କ ନାଁ ଅଲରେଡି କଟିଯିବ ସେପଟେ, ଠିକ ଅଛି। ତ ଏଇଟା ହଉଛି ଆପଣମାନେ ବହୁତ ବଡ ଅପଡେଟ। ଯଦି ଆପଣମାନେ ଏଗ୍ରିଷ୍ଟିକ୍ ଆଇଡି ବନେଇ ନାହାନ୍ତି, ତାହେଲେ ଯଥା ଶୀଘ୍ର ଯାଇକି ଆପଣ ନିକଟସ୍ଥ CSA କେନ୍ଦ୍ର କିମ୍ବା ଆପଣ ମୋବାଇଲ ଯଦି ଆପଣ ବନେଇବା ପାଇଁ ଚାହୁଁଛନ୍ତି, ନଚେତ ଆପଣମାନଙ୍କର ସମିତି ସଭ୍ୟରେ ଆପଣ ଯଦି ବନେଇ ପାରିବେ ଏଗ୍ରିଷ୍ଟିକ୍ ଆଇଡି, ଯୋଉଟା କି ନେକ୍ସଟ ଭିଡିଓ ମୁଁ ଆପଣଙ୍କୁ କହିଥିଲି, ସରକାର ଆପଣଙ୍କୁ ଗୋଟେ ଆଧାର କାର୍ଡ ଭଳି ଆପଣଙ୍କୁ ଗୋଟେ ଏଗ୍ରିଷ୍ଟିକ୍ ଆଇଡି ଆପଣଙ୍କୁ ଦେବା ପାଇଁ ଚାହୁଁଛନ୍ତି। ସେସବୁ ଜିନିଷ ଆପଣମାନେ ଯଥାଶୀଘ୍ର କରିନିଅନ୍ତୁ ଏବଂ ଏଗ୍ରିଷ୍ଟିକ୍ ଆଇଡି ଯଦି ଆପଣ ପଞ୍ଜୀକରଣ ସହ ଦଉଛନ୍ତି, ତାହେଲେ ବହୁତ ଭଲ କଥା। ଯଦି ପଞ୍ଜୀକରଣ ପରେ ଆପଣ ଆଇଡି ଦଉଛନ୍ତି, ତାହେଲେ ଆପଣମାନଙ୍କର ଧାନ ଆପଣ ସୋସାଇଟିରେ ଦେଇପାରିବେ କିମ୍ବା ଆପଣ ସମିତି ସଭ୍ୟ ଦେଇପାରିବେ। ଯଦି ଆପଣ ଏଗ୍ରିଷ୍ଟିକ୍ ଆଇଡି ନ ଦଉଛନ୍ତି, ତାହେଲେ ଆପଣ ଟୋକନ ଆସିବ ନାହିଁ କି ଆପଣ ଧାନ ପାଇପାରିବେ ନାହିଁ, ଠିକ ଅଛି।
ଆଶା କରିକି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଏବଂ ଯଦି କିଛି ଜାଣିବାର ଥିବ ତେବେ କମେଣ୍ଟ ମାଧ୍ୟମରେ ଆପଣ କମେଣ୍ଟ କରିପାରିବେ, ଯାହାକି ମୁଁ ଆପଣଙ୍କୁ ଗୋଟେ ବେଟର ଇନଫର୍ମେସନ ଦେଇପାରିବି। ଆଶା କରିକି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ।